ବାଲେଶ୍ୱର ଜିଲ୍ଲାରେ ସାମଗ୍ରିକ ଉନ୍ନତ ସରକାରୀ ସ୍ୱାସ୍ଥ୍ୟ ସେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 17 ଦଫା ଦାବି ପ୍ରଦାନ କରାଯାଇଛି। ରେମୁଣା ତହସିଲ ଅଧୀନରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଖାଲି ପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବା, ହୃଦରୋଗ, ସ୍ନାୟୁରୋଗ ଓ ମୂତ୍ରାଶୟ ଜନିତ ଗୁରୁତର ରୋଗର ବିଭାଗ ଖୋଲିବା, 16 ନମ୍ବର ଜାତୀୟ ରାଜପଥରୁ ମେଡିକାଲ କଲେଜକୁ ରାସ୍ତା ନିର୍ମାଣ କରିବା, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠା କରିବା, ଡାକ୍ତରୀ ଶିକ୍ଷାର୍ଥୀ ସିଟ୍ ସଂଖ୍ୟା 100ରୁ 150କୁ ବୃଦ୍ଧି କରିବା, ଏମ୍ସ ସ୍ୟାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ସପ୍ତାହବ୍ୟାପୀ ବହିର୍ବିଭାଗ ଚିକିତ୍ସା ପ୍ରଦାନ କରିବା ପ୍ରଭୃତି ଦାବି ନେଇ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ମେଡିକାଲ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ହୃଷିକେଶ ସାହୁ ଗଣଧାରଣାର ନେତୃତ୍ୱ ନେଇଥିଲେ। ଦାବି ପୂରଣ ନହେଲେ ଭୁବନେଶ୍ୱରରେ ଧାରଣାରେ ବସିବା ପାଇଁ କମିଟିର କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଗଣଧାରଣା ଦେଇଛୁ, ଦଫା ଦେଇଛୁ 17 ଦଫା। ମୁଖ୍ୟ ଦଫା ହେଉଛି ଆମର ଯେ ରେମଣାକୁ ଯେଉଁ ସ୍ଥାନାନ୍ତରିତ କଲେ ସବୁ ଡିପାର୍ଟମେଣ୍ଟ ଗଲା ନାହିଁ, ପରୀକ୍ଷା ନିରୀକ୍ଷାର ସବୁ ଗଲା ନାହିଁ। ଏମ୍ସ ଖୋଲା ହେଲା ମାତ୍ର 2 ଦିନ, ସେଠି ବି କିଛି ପରୀକ୍ଷାର ବ୍ୟବସ୍ଥା ନାହିଁ। ପରବର୍ତ୍ତୀ ଆର ଶନିବାରକୁ ସେ ଡାକ୍ତରଖାନା ଦେଖା ନାହିଁ। ଆୟୁଷ ଖୋଲା ହେଲା, ସେଠି ବର୍ତ୍ତମାନ ଡାକ୍ତରଖାନା ଆରମ୍ଭ ହେଇପାରୁନି। ନର୍ସିଂ କଲେଜ, ଆମର ଫାର୍ମାସିଷ୍ଟ କଲେଜ ଏଗୁଡ଼ାକ ହେଲା ନାହିଁ। ଏବଂ ଆମର ଯେଉଁ ସିଟ୍ ବଢ଼ିବା କଥା 100ରୁ 150 ହେଲା ନାହିଁ। ନ୍ୟାସନାଲ ହାଇୱେ ଯେଉଁ ରୋଡ଼ ଯିବା କଥା ସେଇଟା ମଧ୍ୟ ହେଲା ନାହିଁ। ଖାଲି ନାହିଁ ଭିତରେ ସବୁ ଚାଲିଛି। ଏବଂ ସବୁ କଥାରେ ବାଲେଶ୍ୱର ଏହି ଆନ୍ଦୋଳନ ଆରମ୍ଭ କରେ। ସମଗ୍ର ଓଡ଼ିଶା ଆଜି ଲାଭବାନ ହେଉଛି। ସମଗ୍ର ଭାରତବର୍ଷରେ ବର୍ତ୍ତମାନ କୁହାଗଲାଣି ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ହେବ। ଏବେ ତୋର ବଜେଟରେ ବି ଦେଖିବେ ପ୍ରଧାନମନ୍ତ୍ରୀ ଘୋଷଣା କରିବେ। ତ ଆମର ଦାବି ହେଉଛି ଯେଉଁଟା ନ୍ୟୁନତମ କାର୍ଯ୍ୟକ୍ରମଟା ହଉ, ଆଉ ଯଦି ନ ହେବ ଆମ ପାଖରେ ଆଉ କିଛି ଅଲ୍ଟରନେଟିଭ୍ ନାହିଁ। ଆମେ ଓନ୍ଲି ଗଣଧାରଣା କରିବା, ମହାତ୍ମା ଗାନ୍ଧୀଙ୍କ ବାଟରେ ଚାଲିବା। ଏଠି ନହେଲେ ପୁଣି ଆମେ ଭୁବନେଶ୍ୱର ଯିବା। ଆମେ ଆଶା କରୁଛେ ଇଏ ଯେଉଁ ନୂଆ ସରକାର ଆସିଛନ୍ତି ସେ ତାକୁ ସୁରକ୍ଷାର ବିଚାରକୁ ନେବେ ଏବଂ ଯେଉଁଟା ମିନିମମ୍ ଆବଶ୍ୟକତା ସେଟା ବାଲେଶ୍ୱରକୁ ପୂରଣ କରିବା ସହିତ ବାଲେଶ୍ୱର ଜିଲ୍ଲା ତମାମ ମଧ୍ୟ ଯେଉଁ ସବୁ ଅସୁବିଧା ଅଛି ତାକୁ ମଧ୍ୟ ପୂରଣ କରିବା। ସବୁଦିନ ଆମେ ଜଣେଇଛୁ, ଆମର ଜଣେଇବାର କିଛି ଅସୁବିଧା ନାହିଁ। ଆମେ ସବୁବେଳେ ଜଣେଇଛୁ, ଟାଇମ୍ ବି ମାଗିଥିଲୁ। ସେ ଟାଇମ୍ ଯେତେବେଳେ କ୍ରସ୍ କରିଗଲା ଆମେ ଏଠି ବସିଛୁ। ସମସ୍ତେ ଆମେ ଦୌଡ଼ିଲେ, ସରକାରୀ ଅଂଶ ତ ଦୌଡ଼ିଲେ, ନହେଲେ ହେଇନଥାନ୍ତା। ଫଳ ହେଲା ଆମର ମେଡିକାଲ କଲେଜ ପାଇଲୁ, ବଢ଼ିଆ ବିଲ୍ଡିଂ ପାଇଲୁ, ଯନ୍ତ୍ରପାତି ଭଲ ପାଇଲୁ, ଡାକ୍ତର ବି ଭଲ ଆସିଲେ। ଲୋକର ସେବା ପାଇବାରେ ଟିକେ କୁଣ୍ଠା ହେଇଯାଉଛି। ସେମାନେ ପ୍ରାଇଭେଟଲି ଯେତେ ଗୁରୁତ୍ୱ ଦେଉଛନ୍ତି, ସରକାର ଯେଉଁମାନେ ଯାଉଛନ୍ତି ତାଙ୍କ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଆଉ ସିଫ୍ଟିଂ କରିବା, ତାଙ୍କୁ ଟ୍ରାନ୍ସଫର କରିବା, କଟକ ଯାଅ, ଭୁବନେଶ୍ୱର ଯାଅ, ପ୍ରାଇଭେଟକୁ ଯାଅ, ସେ ପାଇଁ ସେମାନେ ବେଶୀ ଲାଗିছে। ରୋଗୀ କେମିତି ସେବା ପାଇପାରିବ, କିନ୍ତୁ ଉପଯୁକ୍ତ ଔଷଧ ଲୋକ ପାଇବେ, ସେଇ ବିଷୟରେ ଯେଉଁ ଧ୍ୟାନ ଦେଉନଥିବାରୁ ତାଙ୍କୁ ଶୃଙ୍ଖଳିତ କରିବା ପାଇଁ କରିଛୁ। ଏବଂ ଯେଉଁମାନେ ସବୁ ପ୍ରାଇଭେଟ ପ୍ରାକ୍ଟିସ୍ କରୁଛନ୍ତି ଗଭର୍ଣ୍ଣମେଣ୍ଟ ଡାକ୍ତରମାନେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ଚାହୁଁଛୁ। ଗୋଟେ ମାଇକରେ ପ୍ରଚାର ହେଉଛି ସବୁବେଳେ ଯେ କେଉଁ ଜାଗାରେ କେଉଁ ଡାକ୍ତର କେତେବେଳେ ଉପଲବ୍ଧ, କିନ୍ତୁ ହସ୍ପିଟାଲରେ ଆମେ ପାଉନୁ। এইভাবে অব্যবস্থা ইয়া পরে কার্যক্রম আজ তো লোকମାନେ নিষ্পত্তি করে আমি সবু কথা নিষ্পত্তি নেই। লোক ভাবুଛନ୍ତି যে মেডিকাল কমিটি গোটা হম্পস হয়েগলা। আমি হম্পস ন হয়েকি শৃঙ্খলিত করা কমিটি করছু। আশা করছু যে আপন মানে মাধ্যম যে কি কথাটাকে ঠিক রকম নেইপারে, বিধায়ক মান উঠিপারে। আমি আশা করছি এসেম্বলি কথা চর্চা হও, পার্লামেন্টরে এটা চর্চা হও এবং বালেশ্বরକୁ যেটা ক্লেম আমার সেটা মিলু। আমি অধিকা মাগুন, যেতিকি আমি দেবে বলে কইছে সেতিকি দিও।